ଆଜିର ପ୍ରଥମ କ୍ୱେଶ୍ଚିନ୍ ନମ୍ବର 1। ଅଧିକ ସାମୁଦ୍ରିକ ମାଛ ଖାଇଲେ କେଉଁ ରୋଗ ଭଲ ହୋଇଥାଏ? ଅଧିକ ସାମୁଦ୍ରିକ ମାଛ ଖାଇଲେ କେଉଁ ରୋଗ ଭଲ ହୋଇଥାଏ? ଏ. ହାର୍ଟ ରୋଗ, ବି. କ୍ୟାନ୍ସର, ସି. ମଧୁମେହ, ଡି. ଚର୍ମ ରୋଗ। ଏହାର ଉତ୍ତରଟି ହେଲା ବନ୍ଧୁ ଡି. ଚର୍ମ ରୋଗ। କ୍ୱେଶ୍ଚିନ୍ ନମ୍ବର 2। କେଉଁ ଫଳକୁ ଖାଇବା ଦ୍ୱାରା ମୁଣ୍ଡରୁ ଚୁଟି ଝଡ଼ିବା ବନ୍ଦ ହୋଇଯାଏ? କେଉଁ ଫଳକୁ ଖାଇବା ଦ୍ୱାରା ମୁଣ୍ଡରୁ ଚୁଟି ଝଡ଼ିବା ବନ୍ଦ ହୋଇଯାଏ? ଏ. ଆମ୍ବ, ବି. କଦଳୀ, ସି. ଅଁଳା, ଡି. ସପୁରୀ। ଏହାର ଉତ୍ତରଟି ହେଲା ବନ୍ଧୁ ସି. ଅଁଳା। କ୍ୱେଶ୍ଚିନ୍ ନମ୍ବର 3। ପଇଡ଼ ପାଣି ପିଇଲେ କେଉଁ ରୋଗ ଠିକ୍ ହୁଏ? ପଇଡ଼ ପାଣି ପିଇଲେ କେଉଁ ରୋଗ ଠିକ୍ ହୁଏ? ଏ. ଏସିଡ଼ିଟି, ବି. ହଇଜା, ସି. କ୍ୟାନ୍ସର, ଡି. ହାର୍ଟ ରୋଗ। ଏହାର ଉତ୍ତରଟି ହେଲା ବନ୍ଧୁ ଏ. ଏସିଡ଼ିଟି। କ୍ୱେଶ୍ଚିନ୍ ନମ୍ବର 4। କେଉଁ ଦେଶରେ ମଦ୍ୟପାନ କରିବାକୁ ଲାଇସେନ୍ସ ନେବାକୁ ପଡ଼ିଥାଏ? କେଉଁ ଦେଶରେ ମଦ୍ୟପାନ କରିବାକୁ ଲାଇସେନ୍ସ ନେବାକୁ ପଡ଼ିଥାଏ? ଏ. ସିଙ୍ଗାପୁର, ବି. ଦୁବାଇ, ସି. ଜାପାନ, ଡି. ଇଟାଲୀ। ଏହାର ଉତ୍ତରଟି ହେଲା ବନ୍ଧୁ ବି. ଦୁବାଇ। କ୍ୱେଶ୍ଚିନ୍ ନମ୍ବର 5। ବର୍ଷର ସବୁଠାରୁ ଲମ୍ବା ରାତି କେଉଁ ଦିନ ହୋଇଥାଏ? ବର୍ଷର ସବୁଠାରୁ ଲମ୍ବା ରାତି କେଉଁ ଦିନ ହୋଇଥାଏ? ଏ. 22 ଡିସେମ୍ବର, ବି. 12 ମାର୍ଚ୍ଚ, ସି. 15 ଜୁନ୍, ଡି. 25 ଜାନୁଆରୀ। ଏହାର ଉତ୍ତରଟି ହେଲା ବନ୍ଧୁ ଏ. 22 ଡିସେମ୍ବର। କ୍ୱେଶ୍ଚିନ୍ ନମ୍ବର 6। ଭାରତର କେଉଁ ରାଜ୍ୟରେ ଶୀତ ଦିନରେ ବି ବର୍ଷା ହୋଇଥାଏ? ଭାରତର କେଉଁ ରାଜ୍ୟରେ ଶୀତ ଦିନରେ ବି ବର୍ଷା ହୋଇଥାଏ? ଏ. ଓଡ଼ିଶା, ବି. ବିହାର, ସି. ଆନ୍ଧ୍ରପ୍ରଦେଶ, ଡି. କେରଳ। ଏହାର ଉତ୍ତରଟି ହେଲା ବନ୍ଧୁ ସି. ଆନ୍ଧ୍ରପ୍ରଦେଶ। କ୍ୱେଶ୍ଚିନ୍ ନମ୍ବର 7। ଲୁଣରେ କେଉଁ ଭିଟାମିନ୍ ମିଳିଥାଏ? ଲୁଣରେ କେଉଁ ଭିଟାମିନ୍ ମିଳିଥାଏ? ଏ. ଭିଟାମିନ୍ ଏ, ଭିଟାମିନ୍ ବି, ସି. ଭିଟାମିନ୍ ସି, ଡି. ଭିଟାମିନ୍ ଡି। ଏହାର ଉତ୍ତରଟି ହେଲା ବନ୍ଧୁ ସି. ଭିଟାମିନ୍ ସି। କ୍ୱେଶ୍ଚିନ୍ ନମ୍ବର 8। କେଉଁ ପଦାର୍ଥ ପାଣିରେ ବି ଜଳିଥାଏ? କେଉଁ ପଦାର୍ଥ ପାଣିରେ ବି ଜଳିଥାଏ? ଏ. କାର୍ବନ, ବି. ସୋଡ଼ିୟମ, ସି. କ୍ଲୋରିନ୍, ଡି. ହାଇଡ୍ରୋଜେନ୍। ଏହାର ଉତ୍ତରଟି ହେଲା ବନ୍ଧୁ ବି. ସୋଡ଼ିୟମ। କ୍ୱେଶ୍ଚିନ୍ ନମ୍ବର 9। ଭାରତର କେଉଁ ରାଜ୍ୟରେ ଭାଷା ଇଂରାଜୀ ଅଟେ? ଭାରତର କେଉଁ ରାଜ୍ୟରେ ଭାଷା ଇଂରାଜୀ ଅଟେ? ଏ. କେରଳ, ବି. କର୍ଣ୍ଣାଟକ, ସି. ଉତ୍ତରପ୍ରଦେଶ, ଡି. ନାଗାଲାଣ୍ଡ। ଏହାର ଉତ୍ତରଟି ହେଲା ବନ୍ଧୁ ଡି. ନାଗାଲାଣ୍ଡ।